ଆଦିମୁକ୍ତିଙ୍କ ଜୀବନରେ ଆରମ୍ଭ ହୋଇଛି ପ୍ରେମର ମହାସପ୍ତ ଭଲ ପାଇବା ପ୍ରଥମେ ତିକ୍ତତା ଆଉ ଏବେ ପୁଣି ଭଲ ପାଇବାରେ ବଦଳିଛି ଆଉ ତାଙ୍କ ଜୀବନରେ ଆଜି ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି ଯେଉଁ ବିଷୟରେ ଆପଣମାନେ ସ୍ୱପ୍ନରେ ଭାବିନଥିବେ ଏ କ'ଣ ସବୁ ହୋଇଗଲା ଆପଣମାନେ ସମସ୍ତେ ଖୁସି ହେଉଥିବେ ଏମିତି କିଛି ଦୃଶ୍ୟ ଦେଖିଲେ ଖୁସିରେ ପଡ଼ିଯିବା ହଠାତ୍ ଏମିତି କିଛି ଘଟିବ ତାଙ୍କ ଜୀବନରେ ହଠାତ୍ ଏମିତି କିଛି ଟୁଇଷ୍ଟ ଆସିବ ଯାହାକି ସବୁ କିଛିକୁ ବଦଳାଇ ଦେବ କେହି ବି ଭାବିନଥିବେ ଯେ ଏମିତି ବି କିଛି ଘଟିପାରେ ଯେମିତିକି ହସ ଖୁସିର ସଂସାରରେ କାହାର ନଜର ଲାଗିଯିବ ଆଜିର ଅଧ୍ୟାୟରେ ଆପଣମାନେ ଦେଖିବେ କି ମକର ସଂକ୍ରାନ୍ତିରେ କେମିତି ଭାବରେ ମକର ସଂକ୍ରାନ୍ତିକୁ ଆଦି ମୁକ୍ତି ପାଳନ କରୁଛନ୍ତି ଗୁଡ଼ି ଉଡ଼ାଉଛନ୍ତି ଆଉ ତାପରେ ମଜାମସ୍ତି କରୁଛନ୍ତି ଆଉ ଯେତେବେଳେ ଆଦି ମୁକ୍ତିଙ୍କୁ ଖୁସିରେ ଦେଖିଛନ୍ତି ତାପରେ ସବୁକିଛି ଭାଙ୍ଗି ରୁଜି ଚୁରମାର ହୋଇଯାଇଛି ହସ ଖୁସି ଗୋଟିଏ ମୁହୂର୍ତ୍ତରେ ପାଣି ଫୋଟକା ପରି ଫାଟିଯାଇଛି ଆଉ ତାପରେ ଯାହା ସବୁ ଘଟିଛି ସବୁକିଛି ଡିଟେଲ୍ସରେ ଆପଣମାନେ ଷ୍ଟେପ୍ ବାଇ ଷ୍ଟେପ୍ এই ଭିଡ଼ିଓଟି ଦେଖିବାକୁ ପାଇବେ ଭିଡ଼ିଓକୁ ତାପରେ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବେ ଯେଉଁମାନେ ପ୍ରକୃତରେ ଆଦିମୁକ୍ତିଙ୍କର ଯୋଡ଼ିକୁ ପସନ୍ଦ କରନ୍ତି ଆଦିମୁକ୍ତିର ଯୋଡ଼ିକୁ ପସନ୍ଦ କରୁଛନ୍ତି ପ୍ରତ୍ୟେକ ଦିନ ଧାରାବାହିକ ଦେଖୁଛନ୍ତି ନିଶ୍ଚୟ ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ ଯେ ଆପଣମାନଙ୍କୁ ଏହି ଧାରାବାହିକଟି କେତେ ମାତ୍ରାରେ ପସନ୍ଦ ଆସେ ତେବେ ଦର୍ଶକ ବନ୍ଧୁ ଆଦିମୁକ୍ତିଙ୍କ ଜୀବନରେ ଆଜି ଯେତେବେଳେ ହସ ଖୁସିର ଲହରୀ ଖେଳି ଯାଇଥିବା ଆଉ ମିଶି ବେଶ ସେଲିବ୍ରେଟ୍ କରୁଥିବେ ମକର ସଂକ୍ରାନ୍ତିକୁ ଏବଂ ଡ୍ୟାନ୍ସ କରୁଥିବେ ସମସ୍ତଙ୍କ ସହିତ ମିଶି ଖୁସି ସେଲିବ୍ରେଟ୍ କରୁଥିବେ ଆଉ ତାଙ୍କର ଭଲ ପାଇବାକୁ ଫେରି ପାଇଥିବେ ତାପରେ ଆସିବ ହସଲ ଟୁଇଷ୍ଟ ସେମିତି ଏହି ସମୟରେ କ'ଣ ହେବ ନା ତାଙ୍କ ପରିବାରରେ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ହୋଇଯିବ ଲାଗିଯିବ ନିଆଁ ଆଉ ତାପରେ ଯାହା ସବୁ ଘଟିବ କେହି ଭାବିନଥିବେ ଯେ ଏମିତି କିଛି ବି ହେଇପାରେ ବୋଲି ହେଲେ କ'ଣ କରିହେବ ଏମିତି କିଛି ଘଟିଯାଇଛି ଆଉ ତାପରେ ଯେତେବେଳେ ମୁକ୍ତି ସବୁ ଭୁଲ ଏସବୁ ପାଇଁ ମୁକ୍ତିକୁ ଦାୟୀ କରାଯିବ ସବୁ ପଛରେ ମୁକ୍ତିର ହାତ ଅଛି ବୋଲି ଦାୟୀ କରାଯିବ ହାତୀର ଭଲ ପାଇବା ପୁଣି ନଷ୍ଟ ହୋଇଯିବ।